ଭାରତୀୟ ଆଧ୍ୟାତ୍ମିକ ଓ ଜ୍ୟୋତିଷ ଶାସ୍ତ୍ରରେ କେତେକ ଗଛଲତାକୁ ବିଶେଷ ଦେବୀ ଦେବତାଙ୍କର ପ୍ରତୀକ ଭାବେ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ଅପରାଜିତା ଗଛ ଅନ୍ୟତମ। ଲୋକବିଶ୍ୱାସ ଓ ତନ୍ତ୍ରଶାସ୍ତ୍ର ଅନୁସାରେ ଏହି ଗଛର ଚେର ଘରେ ସଠିକ ନିୟମରେ ରଖିଲେ ତାହା ଟଙ୍କା ପଇସାକୁ ଚୁମ୍ବକ ପରି ଆକର୍ଷିତ କରିଥାଏ। ଅପରାଜିତା ଗଛର ସାଧାରଣ ଓ ଆଧ୍ୟାତ୍ମିକ ପରିଚୟ। ମା ଲକ୍ଷ୍ମୀ ଓ ବିଷ୍ଣୁଙ୍କର ବହୁତ ପ୍ରିୟ ଅଟେ। ନୀଳ ଅପରାଜିତା ଫୁଲ ଭଗବାନ ବିଷ୍ଣୁ, ମା ଲକ୍ଷ୍ମୀ ଓ ମା ଦୁର୍ଗାଙ୍କର ଅତି ପ୍ରିୟ, ଯାହାକୁ କେହି ପରାଜିତ କରିପାରନ୍ତି ନାହିଁ। ଏହା ଗ୍ରହ ଦୋଷ ଏବଂ ଦାରିଦ୍ରତାକୁ ଦୂର କରିବା ପାଇଁ ରାମବାଣ ସଦୃଶ୍ୟ। ସେ ହେଉଛି ଅପରାଜିତା। ତେବେ ଏହି ଚେର କିପରି ଧନକୁ ଆକର୍ଷିତ କରିଥାଏ ଜାଣିବା ଆଗରୁ ମୋର ପ୍ରିୟ ଦର୍ଶକ ବନ୍ଧୁ, ଯଦି ଆପଣମାନେ ମୋ ଚ୍ୟାନେଲକୁ ନୂଆ ଆସୁଛନ୍ତି ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ଦେଇ କରିଦିଅନ୍ତୁ। ଆଜିର ଭିଡ଼ିଓରେ ଆମେ ଜାଣିବା ନୀଳ ଅପରାଜିତାର ଚେର କିପରି କରଜ ସମସ୍ୟା, ଧନଜନିତ ସମସ୍ୟାକୁ ଦୂର କରିଥାଏ। ଯାହା ଘରେ ନୀଳ ଅପରାଜିତା ଗଛ ଅଛି ନିଶ୍ଚୟ ଜାଣି ରଖନ୍ତୁ ଏହି ଗୁପ୍ତ ଉପାୟ। ତାହାର ଚେର ଆପଣଙ୍କୁ ରାତାରାତି ଆପଣଙ୍କର ଭାଗ୍ୟ ଉଦୟ କରିବା ସହିତ ଧନକୁ ଆକର୍ଷିତ କରିବ। ତେଣୁ ଏହି ଭିଡ଼ିଓକୁ ଜମା ବି ସ୍କିପ୍ କରନ୍ତୁ ନାହିଁ, ନିହାତି ଦେଖନ୍ତୁ। ଯଦି ଆପଣଙ୍କ ଘରେ ଅପରାଜିତା ଗଛ ନାହିଁ ନିହାତି ଅପରାଜିତା ଗଛ ଆଣନ୍ତୁ। ଭିଡ଼ିଓର ଶେଷରେ ମୁଁ ଆପଣଙ୍କୁ ଅପରାଜିତା ଗଛ ଘରେ କିପରି ଲଗାଇବେ, କେଉଁ ଦିଗରେ ଲଗାଇବେ, ୟା ଉପରେ ଏକ ସଂକ୍ଷିପ୍ତ ବିବରଣୀ ଆପଣଙ୍କୁ ଭିଡ଼ିଓର ଶେଷରେ ଜଣାଇବି। ଚାଲନ୍ତୁ ପ୍ରଥମେ ଜାଣିନେବା ଅପରାଜିତା ଗଛର ଚେରର କିପରି ଆମକୁ ଧନକୁ ଆକର୍ଷିତ କରିବ ତାର ଗୁପ୍ତ ଉପାୟ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ ଆକର୍ଷଣ ଓ ସୁଖ ସମୃଦ୍ଧି ପାଇଁ ଶୁକ୍ର ଏବଂ ବୃହସ୍ପତି ଗ୍ରହ ଦାୟୀ। ଅପରାଜିତା ଗଛର ଚେର ଏହି ଦୁଇ ଗ୍ରହର ସୂର୍ଯ୍ୟ ପ୍ରଭାବକୁ ସକାରାତ୍ମକ ଉର୍ଜାରେ ବଦଳାଇ ଦିଏ। ଏହି ଗଛର ଚେର ଘରେ ଥିବା ନକାରାତ୍ମକ ଉର୍ଜାକୁ ଶୋଷି ନେଇ ଧନ ବୃଦ୍ଧି ପାଇଁ ବାତାବରଣ ତିଆରି କରେ। ଦୀର୍ଘ ଦିନରୁ ଲାଗି ରହିଥିବା ଋଣ କିମ୍ବା ରୋକି ହୋଇ ରହିଥିବା ଟଙ୍କା ଫେରସ୍ତ ଆସିବାରେ ଏହି ଚେର ସାହାଯ୍ୟ କରେ। ଚେରକୁ ସିଦ୍ଧ କରିବାର ସଠିକ ନିୟମ ଓ ବିଧି। ଏହି ଉପାୟକୁ ବିଶେଷ କରି ଗୁରୁବାର, ଶୁକ୍ରବାର କିମ୍ବା ରବି ପୁଷ୍ୟ ନକ୍ଷତ୍ର ଦିନ କରିବା ଉଚିତ। ଗୋଟିଏ ଦିନ ପୂର୍ବରୁ ଗଛ ପାଖକୁ ଯାଇ ଜଳ ଅର୍ପଣ କରି ଗଛକୁ ନିମନ୍ତ୍ରଣ କରନ୍ତୁ। ଦ୍ୱିତୀୟରେ ଶୁଭ ମୁହୂର୍ତ୍ତରେ ଗଛର କିଛି ଅଂଶ ଚେରକୁ ନିଜ ସହିତ ଘରକୁ ଆଣନ୍ତୁ। ଚେରକୁ ଗଙ୍ଗାଜଳ ଓ କଞ୍ଚା କ୍ଷୀରରେ ଧୋଇ ଶୁଦ୍ଧ କରନ୍ତୁ। ଚେରରେ ସିନ୍ଦୁର, ଚନ୍ଦନ ଓ ଅକ୍ଷତ ଲଗାଇ ମା ଲକ୍ଷ୍ମୀଙ୍କ ସମ୍ମୁଖରେ ରଖନ୍ତୁ। ତାପରେ ଓಂ ଶ୍ରୀଂ ହ୍ରୀଂ ଶ୍ରୀଂ କମଲେ କମଲାଲୟେ ପ୍ରସିଦ୍ଧ କିମ୍ବା ଓಂ ଶ୍ରୀଂ ହ୍ରୀଂ ଶ୍ରୀଂ ମହାଲକ୍ଷ୍ମୀ ନମ ମନ୍ତ୍ରକୁ 108 ଥର ଜପ କରନ୍ତୁ। ଏହି ଚେରକୁ ଗୋଟିଏ ନାଲି କପଡ଼ାରେ ସିଦ୍ଧ ଚେରକୁ ବାନ୍ଧି ନିଜର ଟଙ୍କା ରଖୁଥିବା ସ୍ଥାନରେ କିମ୍ବା ପର୍ସରେ ରଖନ୍ତୁ। ଘରର ମୁଖ୍ୟ ଦ୍ୱାରରେ ହଳଦିଆ କପଡ଼ାରେ ବାନ୍ଧି ଝୁଲାଇ ଘରକୁ ଲକ୍ଷ୍ମୀ ଆଗମନ ହୋଇଥାଏ। ଅପରାଜିତା ଚେର କେବଳ ଏକ ବିଶ୍ୱାସ ନୁହେଁ, ଏହା ମନୋବଳ ଓ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରି ପୁରୁଷାର୍ଥ ଓ ପରିଶ୍ରମର ଫଳକୁ ବହୁଗୁଣିତ କରିଥାଏ। ଆପଣ କଣ ଏହି ଉପାୟକୁ ନିଜ ଘରେ ଆଜମାଇବାକୁ ଚାହୁଁଛନ୍ତି କି? ତେବେ ଏହାକୁ ନିଶ୍ଚୟ କରନ୍ତୁ। ଆପଣମାନେ ଏହି ଉପାୟ କରିବେ କି ନାହିଁ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଚାଲନ୍ତୁ ଜାଣିବା ଅପରାଜିତା ଗଛର ବିଶେଷ ଉପାୟ। ନୀଳ ଅପରାଜିତା ଫୁଲକୁ ବିଷ୍ଣୁପ୍ରିୟା ମଧ୍ୟ କୁହାଯାଏ। ଯେଉଁ ଘରେ ଏହି ଲତା ବସିଥାଏ ସେହି ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। କିନ୍ତୁ ପ୍ରଶ୍ନ ହେଉଛି ଏହାକୁ ଘରର କେଉଁ ସ୍ଥାନରେ ଲଗାଇଲେ ଏହାର ପ୍ରକୃତ ଫଳ ମିଳିଥାଏ? ବାସ୍ତୁଶାସ୍ତ୍ର ଅନୁସାରେ ଦିଗର ମହତ୍ଵ ସବୁଠାରୁ ଅଧିକ। ଭୁଲ ଦିଗରେ ଲଗାଯାଇଥିବା ଗଛ ଶୁଭ ପରିବର୍ତ୍ତେ ଅଶୁଭ ଫଳ ଦେଇଥାଏ। ଈଶାନ କୋଣ, ଯାହାକି ଉତ୍ତର ପୂର୍ବ, ସର୍ବୋତ୍ତମ ଅଟେ। ଘରକୁ ଅପାରଧନ ଓ ଶାନ୍ତି ଆଣିଥାଏ। ଯଦି ଆପଣ ଉତ୍ତର ପୂର୍ବ ଦିଗରେ ଏହାକୁ ଲଗାଇବେ ଆର୍ଥିକ ଅନଟନ ଓ କ୍ୟାରିୟରରେ ବାଧା କରିବ। ମୁଖ୍ୟ ଦ୍ୱାର ସମୃଦ୍ଧିଦାୟକ। ଘରକୁ ବାହାରିବା ବେଳେ ଡାହାଣ ପଟେ ରହିବା ଉଚିତ। ଯଦି ଆପଣ ମୁଖ୍ୟ ଦ୍ୱାରରେ ଏହି ଗଛଟିକୁ ଲଗାଇବେ ଦକ୍ଷିଣ ପଶ୍ଚିମ ଦିଗରେ ଯଦି ଲଗାଇବେ ଏହା ଅଶୁଭ ଅଟେ। କଦାପି ଲଗାନ୍ତୁ ନାହିଁ, ଆର୍ଥିକ କ୍ଷତି ଓ ରୋଗ ବୃଦ୍ଧି ହୁଏ। ଈଶାନ କୋଣ କାହିଁକି ଦେବତାଙ୍କ ସ୍ଥାନ ଏବଂ ଦକ୍ଷିଣ ଦିଗରେ ରଖିଲେ କାହିଁକି ରାହୁ ଶନିଙ୍କ ପ୍ରଭାବ ପଡ଼େ? ଧନ ବୃଦ୍ଧି ଓ କରଜ ମୁକ୍ତି ପାଇଁ 3ଟି ଚମତ୍କାର ଉପାୟ ଏବେ ଆପଣମାନଙ୍କୁ କହୁଛି। ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଗୁପ୍ତ ଉପାୟ ଗୁଡ଼ିକ ବିଷୟରେ ଯାହା ଆପଣଙ୍କ ଭାଗ୍ୟ ବଦଳାଇ ଦେବ। ମା ଲକ୍ଷ୍ମୀଙ୍କ ତିଜୋରୀ ଉପାୟ। ଶୁକ୍ରବାର ଦିନ 5ଟି ନୀଳ ଅପରାଜିତା ଫୁଲ ମା ଲକ୍ଷ୍ମୀଙ୍କ ଚରଣରେ ଚଢ଼ାନ୍ତୁ।
ପୂଜା ପରେ ସେହି ଫୁଲଗୁଡ଼ିକୁ ଗୋଟିଏ ଲାଲ କପଡ଼ାରେ ବାନ୍ଧି ନିଜ ସିନ୍ଦୁକ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଶନିବାର ଦିନ ମହାଦେବଙ୍କୁ ନୀଳ ଅପରାଜିତ ଫୁଲ ଓ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଏହାଦ୍ୱାରା ଶନିଙ୍କ ଢେୟା କିମ୍ବା ସାଢେ ସାତି ପ୍ରଭାବରୁ କମି ଯାଇଥାଏ। ଗୁରୁବାର ଦିନ ଧଳା କିମ୍ବା ନୀଳ ଫୁଲ ଭଗବାନ ବିଷ୍ଣୁଙ୍କୁ ଚଢ଼ାଇଲେ ଚାକିରି ଓ ବ୍ୟବସାୟରେ ପଦୋନ୍ନତି ମିଳିଥାଏ। ଯଦି ଆପଣଙ୍କ ଘରେ ଅପରାଜିତା ଗଛ ଅଛି ତେବେ ଏହି 5ଟି ଭୁଲ ପ୍ରତି ସାବଧାନ ରୁହନ୍ତୁ। ଗଛ ଶୁଖିବାକୁ ଦିଅନ୍ତୁ ନାହିଁ। ଶୁଖିଲା ଅପରାଜିତା ଗଛ ଦାରିଦ୍ର୍ୟତାକୁ ନିମନ୍ତ୍ରଣ କରିଥାଏ। ଯଦି ଗଛ ଶୁଖିଯାଏ ତାକୁ ତୁରନ୍ତ ହଟାଇ ନୂଆ ଗଛ ଲଗାଇ ଦିଅନ୍ତୁ। ଅପରାଜିତା ଏକ ଲତା ଜାତୀୟ ଗଛ। ଏହାର ଡାଳ ଯେପରି ମାଟିରେ ନ ଛୁଏଁ, ଏହାକୁ ସଦାବେଳେ ଉପର ଆଡ଼କୁ ବାନ୍ଧି ବଢ଼ାନ୍ତୁ। ଏହା ଆପଣଙ୍କର ଉନ୍ନତିର ପ୍ରତୀକ। ଅପବିତ୍ର ଓ ଆବର୍ଜନା। ଗଛ ପାଖରେ ଜୋତା, ଚପଲ, ଅଳିଆ ଆବର୍ଜନା କିମ୍ବା ଝାଡୁ ରଖନ୍ତୁ ନାହିଁ। ଅଶୁଭ ଦିନରେ କାଟିବା। ରବିବାର କିମ୍ବା ଏକାଦଶୀ ଦିନ ଅପରାଜିତା ଗଛରୁ ଫୁଲ କିମ୍ବା ପତ୍ର ଛିଣ୍ଡାନ୍ତୁ ନାହିଁ। ଏହାକୁ କଦାପି କଣ୍ଟାଯୁକ୍ତ ଗଛ ପାଖରେ ବିଲକୁଲ ବି ରଖିବେ ନାହିଁ। ବନ୍ଧୁଗଣ, ଅପରାଜିତା ଗଛ ହେଉଛି ସାକ୍ଷାତ ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦ ଏବଂ ଏହା ମା ଦୁର୍ଗାଙ୍କର ବହୁତ ପ୍ରିୟ ଅଟେ। ଏହାକୁ ସଠିକ ଦିଗରେ ଲଗାନ୍ତୁ। ନିୟମିତ ସକାଳେ ଜଳ ଦିଅନ୍ତୁ ଏବଂ ନିଷ୍ଠାର ସହ ଏହାର ଯତ୍ନ ନିଅନ୍ତୁ। ଦେଖିବେ ଆପଣଙ୍କ ଘରର ଭାଗ୍ୟ କିପରି ବଦଳିବ। ଦର୍ଶକ ବନ୍ଧୁ, ଆଉ ଗୋଟିଏ ସୁନ୍ଦର ଉପାୟ କହୁଛି ଯାହାକି ଆପଣଙ୍କୁ କରଜ ଜନିତ ସମସ୍ୟାରୁ ମୁକ୍ତ କରାଇଦେବ। ଅପରାଜିତା ଗଛ ଆପଣ କଣ କରିବେ? ପ୍ରତି ଗୁରୁବାରକୁ ଗୁରୁବାର ସେହି ଅପରାଜିତା ଗଛ ପାଖରେ ବସିକରି ଓಂ ନମୋ ନାରାୟଣ ନମଃ 11 ଥର ଜପ କରିବେ ଏବଂ କୌଣସି ଗୋଶାଳାର ମାଟି କିମ୍ବା ଚୁଲିର ପାଉଁଶର ମାଟି ସେହି ଅପରାଜିତା ଗଛ ମୂଳେ ପକାଇ କରି ଏହାକୁ ଲଗାଇବେ। ଏହା ଦ୍ୱାରା ଦାରିଦ୍ର୍ୟ ଦୂର ହୋଇଥାଏ। ଯେଉଁ ସମସ୍ତଙ୍କ ଘରେ ଅପରାଜିତା ଗଛ ଉଠିବ ନାହିଁ, ଯେଉଁ ଘରେ ବହୁତ କରଜ ବଢି ବଢି ଚାଲିଥିବ, ଯେଉଁ ଘରେ ଦୁଃଖ ଦାରିଦ୍ର୍ୟର ସୀମା ଅଧିକ ଥିବ, ନକାରାତ୍ମକ ଶକ୍ତି ଥିବ, ସେହି ଘରେ ଅପରାଜିତା ଗଛ କେବେ ବି ବଡ ହୋଇପାରିବ ନାହିଁ। ଅପରାଜିତା ଫୁଲକୁ ଆପଣ ପ୍ରତି ନବରାତ୍ରିରେ ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ, ଯାହାଦ୍ୱାରା ବିଶେଷ ମନସ୍କାମନା ପୂର୍ଣ୍ଣ ହେବ। କୌଣସି ବି ସୋମବାର ଦିନ 108ଟି ଅପରାଜିତା ଫୁଲର ମାଳ କରି ଯଦି ଭଗବାନ ଶିବଙ୍କୁ ଆପଣ ଅର୍ପଣ କରିବେ, ଶତ୍ରୁ ନାଶ ସହିତ ଆପଣଙ୍କର କଷ୍ଟ ଦୂର ହେବ। ଏବଂ ଏହି ଫୁଲକୁ ଆପଣ ଶନିଦେବଙ୍କୁ ବି ଅର୍ପଣ କରନ୍ତୁ। ଶନି ଦଶା, ଶନି ଢେୟାରୁ ଆପଣମାନେ ମୁକ୍ତି ପାଇପାରିବେ। ଅପରାଜିତା ଗଛର ଧଳା ଅପରାଜିତା ମଧ୍ୟ ଅଛି, ପିଙ୍କ କଲର ଅପରାଜିତା ବି ଅଛି ଏବଂ ଲାଲ ଅପରାଜିତା, ତା ସହିତ କୃଷ୍ଣ କଳାର ଅପରାଜିତା ବି ଅଛି। ଆପଣ ଆପଣଙ୍କ ଘରେ ଯାହା ଚାହିଁବେ ତାହାକୁ ଲଗାଇ ପାରିବେ, କିନ୍ତୁ ବିଶେଷ କରି ନୀଳ ଅପରାଜିତା ଗଛ ବହୁତ ସୁନ୍ଦର ଅଟେ। ସ୍ୱର୍ଗର ପାରିଜାତ ବି ଆକୁ କୁହାଯାଏ। ଏହି ଗଛ ଘରେ ରହିଲେ ଅପରାଜିତ ରୁହେ, ମାନେ କୌଣସି କାର୍ଯ୍ୟରେ ଆପଣ ପରାଜିତ ହେବ ନାହିଁ। ତା ସହିତ ଆପଣ ଦେଖିବେ ଯାହା ଘରେ ନକାରାତ୍ମକ ଶକ୍ତି ଥିବ ଏବଂ କରଜ ଥିବ, ସେହି ଘରେ ଏହି ଗଛ କେବେ ବି ଉଧେଇବ ନାହିଁ। ଏହି ଅପରାଜିତା ଫୁଲକୁ ଶୁଖାଇ କରି ଏହାର ଚା କରି ମଧ୍ୟ ପିଆଯାଏ, ଯାହାଦ୍ୱାରା ବ୍ୟକ୍ତି ନିରୋଗୀ ରହିଥାଏ ଏବଂ ତାର ଓଜନ ହ୍ରାସ ହୋଇଥାଏ। ତା ସହିତ ଏହି ଅପରାଜିତା ଗଛକୁ ଆପଣ କଣ କରିବେ? ଅପରାଜିତାର ଚେରକୁ କୌଣସି ଶୁକ୍ରବାର ଦିନ ଆପଣ ଗଙ୍ଗା ଜଳରେ ଧୋଇକରି ଯଦି ନିଜର ଡାହାଣ ହାତରେ ପିନ୍ଧିବେ, ଆପଣ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବେ। ଏହି ଅପରାଜିତା ଚେର ସୁନା ଠାରୁ ବି ଅଧିକ ମୂଲ୍ୟବାନ ବୋଲି କୁହାଯାଇଛି। ଅପରାଜିତାର ଚେରକୁ ଆପଣ ନିଜ ଗଳାରେ ପିନ୍ଧିବା ଦ୍ୱାରା ଆପଣଙ୍କୁ ବିଭିନ୍ନ ପ୍ରକାରର ମାନସିକ ଶାନ୍ତି ମଧ୍ୟ ମିଳିଥାଏ। ଏହି ଅପରାଜିତା ଗଛ ସଦାସର୍ବଦା ଉତ୍ତର ପୂର୍ବ ଦିଗରେ ଏବଂ ଖରା ରହୁଥିବା ଜାଗାରେ ରହିବା ଦରକାର। 5 ରୁ 6 ଘଣ୍ଟାର ଖରା ସହିତ ବର୍ଷା ମଧ୍ୟ ଏହାକୁ ମିଳିବା ଦରକାର, ତାହେଲେ ଯାଇ ଗଛଟି ଉଧାଇ ଥାଏ। ତା ସହିତ ଏହି ଅପରାଜିତା ଫୁଲ ବା ଅପରାଜିତାର ଗଛକୁ କେବେ କାହାକୁ ଦାନ ଦିଅନ୍ତୁ ନାହିଁ। ଯଦି କାହାକୁ ଦେବେ ତାହେଲେ ତାଠାରୁ ଟଙ୍କାଟିଏ ବି ନିଶ୍ଚୟ ଆଣନ୍ତୁ। ଏହି ଅପରାଜିତା ଗଛକୁ ଯଦି ଆପଣ ତୁଳସୀ ଗଛ ପାଖରେ ରଖିବେ, ବହୁତ ଶୁଭ ପ୍ରଦାନ କରିଥାଏ, କିନ୍ତୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଅପରାଜିତା ଗଛକୁ କେବେ ମଧ୍ୟ ରଖିବେ ନାହିଁ। ଦର୍ଶକ ବନ୍ଧୁ, ଯଦି ଆପଣ ଅପରାଜିତା ଗଛ ନିଜ ଘରେ ରଖୁଛନ୍ତି, ଏହି ବିଶେଷ ନିୟମ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଅପରାଜିତାର ଫୁଲକୁ ଆପଣ ହନୁମାନଙ୍କୁ ମଧ୍ୟ ଚଢାଇ ପାରିବେ। ଏହି ନୀଳ ଅପରାଜିତାର ମାଳ କରି ଆପଣ ହନୁମାନଙ୍କୁ ଚଢାଇବା ଦ୍ୱାରା ଶନି, ରାହୁ, କେତୁର ଧାୟାରୁ ଆପଣ ମୁକ୍ତି ପାଇପାରିବେ ଏବଂ ନବଗ୍ରହ ଶାନ୍ତି ମଧ୍ୟ ଆପଣଙ୍କର ହୋଇଯିବ। ତେଣୁ ଏହି ନୀଳ ଅପରାଜିତା ଗଛ
ଆପଣଙ୍କୁ ସବୁ ପ୍ରକାରର କଷ୍ଟରୁ ମୁକ୍ତ ଦବ। ନୀଳ ଅପରାଜିତା ଗଛ ଯଦି ଆପଣଙ୍କ ଘରେ ଅଛି କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ। ଯଦି ଆପଣ ନିଜ ଘରେ ନୀଳ ଅପରାଜିତା ରଖିଛନ୍ତି ତେବେ ଏହି ବିଶେଷ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ପାଇଁ ରହିଲି, ପୁଣି ଆସିବି ଏକ ସୁନ୍ଦର ଭିଡିଓ। ରହୁଛି, ଜୟ ଜଗନ୍ନାଥ।